ନିହାତି ଭାବରେ ଇଏ ଏକ ଦୁଃଖଦ ଓ ଅଭାବନୀୟ କଥା। ଏମିତି ଦୁର୍ଦ୍ଦଶା କାହା ଘରକୁ ନ ଆସୁ। ବର୍ଷେ ତଳେ ପରିବାରର ମୁଖ୍ୟଙ୍କର ନିଧନ ହେବା ଏବଂ ବର୍ଷେ ନ ପୁରୁଣୁ ପୁଣି ତାଙ୍କର ପୁଅଙ୍କର ଏକ ଅଭାବନୀୟ ସ୍ଥିତିରେ ଜୀବନ ଯିବା ଏ ସମସ୍ତଙ୍କୁ ଆମକୁ ବ୍ୟଥିତ କରିଛି। ଯାହା ସାହାଯ୍ୟ ସହଯୋଗ ଯଥେଷ୍ଟ ବା ଯେତେ ଅଧିକ ପରିମାଣରେ ହେବ ଆମେ ତାଙ୍କୁ ଯୋଗେଇ ଦଉଛୁ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଯେ ସେ 4 ଲକ୍ଷ ଟଙ୍କା ତାଙ୍କ CMRF ରୁ ପ୍ରଦାନ କରିଛନ୍ତି ଏବଂ ଶୋକ ବ୍ୟକ୍ତ କରିଛନ୍ତି। ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ କରାଯାଇଛି ଏବଂ ବାତ୍ସଲ୍ୟ ଯୋଜନାରେ କେଉଁଭଳି ଭାବରେ ଝିଅକୁ 21 ବର୍ଷ ହେଲା ଯାଏ ତାର ପରିବାର ଦାୟିତ୍ୱ ସରକାର ବହନ କରିବେ ଏବଂ ମାସକୁ ତାଙ୍କୁ 4,000 ଟଙ୍କା ଏଥି ନିମନ୍ତେ ଯୋଗେଇ ଦିଆଯିବ ଏବଂ ଘରେ ଯୋଉ ତାର ପୁଅର ମା ରହିଲା ତା ପାଇଁ ମଧ୍ୟ କୌଣସି ସରକାରୀ ଯୋଜନା ଅପହଞ୍ଚ ରହିବ ନାହିଁ। ତାହାକୁ ମୁଁ ବ୍ଲକ ପ୍ରଶାସନ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି। ଅଧରାନନ୍ଦ ରାଉତ ଅନହରପୁର ପିଲାର ମୁଁ ବଡ ଭାଇ ହେବି। ଯେ ପିଲା ମଲା ତାର ପୁତୁରା ହେବି। ମନ୍ତ୍ରୀ ପ୍ରତିଷ୍ଠା ଦେଲେ ସରକାରୀ ସ୍ତରରେ ଯୋଉ ସାହାଯ୍ୟ ହେଇପାରିବ ସେ ତାକୁ ସାହାଯ୍ୟ କରିବେ। ଆଉ ମନ୍ତ୍ରୀ କହିଗଲେ ଯେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ 4 ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି। ସେ 10 ଦିନ ମଧ୍ୟରେ ଆସିବ। ଆଉ ସରକାରୀ ସ୍ତରରେ 25,000 ଟଙ୍କା ଆଉ ତାଙ୍କର ତହସିଲଦାର ଆଉ ଆମର RI ଆସିକି ପ୍ରଦାନ କଲେ। ଆମର ଯୋଉ 25,000 ଟଙ୍କା ଖାଦ୍ୟ ସାମଗ୍ରୀ ତାଙ୍କୁ ଦେଲେ। ପିଲାର ପାଠ ପଢିବା ପାଇଁ ସେ ମାସିକ 4,000 ଟଙ୍କା ସେ ଝିଅ ଛୁଆକୁ ଦେବେ। ତାର ବାତ୍ସଲ୍ୟ ଯୋଜନା ମାଧ୍ୟମରେ ତାକୁ ଦିଆଯିବ।